ओम शांति 2 मे 2025 प्रातः मुरली शिव भगवानकर मथुर महावाक्य। शिव बाबा कहते मिठे बच्चे एकांतरे बसी निज सहित कथबार्ता कर। मु एक अविनाशी आत्मा बाबांठारु ज्ञान शुणुछि। यही भली अभ्यास कर। एकांतरे बसी निज सहित कथबार्ता कर। मु एक अविनाशी आत्मा बाबांठारु ज्ञान शुणुछि। यही भली अभ्यास कर। प्रश्न, ଯେଉଁ ସନ୍ତାନମାନେ ଯୋଗରେ ଅବହେଳା କରନ୍ତି ସେମାନଙ୍କ ମୁଖରୁ କେଉଁ ଶବ୍ଦ ବାହାରିଥାଏ? ଯେଉଁ ସନ୍ତାନମାନେ ଯୋଗରେ ଅବହେଳା କରନ୍ତି ସେମାନଙ୍କ ମୁଖରୁ କେଉଁ ଶବ୍ଦ ବାହାରିଥାଏ? ଉତ୍ତର, ସେମାନେ କହିଥାନ୍ତି ଆମେ ତ ଶିବ ବାବାଙ୍କର ହିଁ ସନ୍ତାନ, ତାଙ୍କରି ସ୍ମୃତିରେ ହିଁ ରହୁଛୁ। କିନ୍ତୁ ବାବା କହୁଛନ୍ତି ତାହା ସବୁ କାହାଣୀ ଏବଂ ଅବହେଳାପଣିଆ ଅଟେ। ଏଥିପାଇଁ ତ ପୁରୁଷାର୍ଥ କରିବାକୁ ହେବ। ଅମୃତ ବେଳାରୁ ଉଠି ନିଜକୁ ଆତ୍ମା ମନେ କରି ବସିବାକୁ ହେବ। ବାବାଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରିବାକୁ ପଡ଼ିବ। ଆତ୍ମା ହିଁ ବାର୍ତ୍ତାଳାପ କରିଥାଏ। ଏବେ ତୁମେମାନେ ଦେହୀ ଅଭିମାନୀ ହେଉଛ। ଦେହୀ ଅଭିମାନୀ ସନ୍ତାନମାନେ ହିଁ ଯୋଗର ଚାଟ ରଖିବେ, କେବଳ ଜ୍ଞାନର ବାହସ୍ଫୋଟ ମାରିବେ ନାହିଁ। ଗୀତ ମୁଖଡ଼ା ଦେଖଲେ ପ୍ରାଣୀ ଜରା ଦର୍ପଣ ମେ। ଓମ୍ ଶାନ୍ତି। ରୁହାନୀ ପିଲାମାନଙ୍କୁ ବୁଝାଯାଇଛି କି ଆତ୍ମାକୁ ପ୍ରାଣ ବୋଲି କୁହାଯାଏ। ଏବେ ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି। ଏହି ଗୀତ ତ ଭକ୍ତି ମାର୍ଗର ଅଟେ। ଏଥିରେ ତ କେବଳ ଏହାର ସାରାଂଶ ବୁଝାଇ ଦିଆଯାଇଛି। ବର୍ତ୍ତମାନ ତୁମେ ଯେତେବେଳେ ଏଠାରେ ବସୁଛ ସେତେବେଳେ ନିଜକୁ ଆତ୍ମା ବୋଲି ଭାବ। ଦେହର ଅଭିମାନ ଛାଡ଼ିଦେବାକୁ ହେବ। ମୁଁ ଆତ୍ମା ବହୁତ ଛୋଟ ବିନ୍ଦୁ ଅଟେ। ମୁଁ ହିଁ ଏହି ଶରୀର ଦ୍ୱାରା ଅଭିନୟ କରୁଛି। ଏହି ଆତ୍ମଜ୍ଞାନ ଆଉ କାହା ପାଖରେ ନାହିଁ। ଏକଥା ବାବା ବୁଝାଉଛନ୍ତି। ନିଜକୁ ଆତ୍ମା ବୋଲି ଭାବ। ମୁଁ ସୂକ୍ଷ୍ମ ଆତ୍ମା ଅଟେ। ଆତ୍ମା ହିଁ ଶରୀର ଦ୍ୱାରା ସମସ୍ତ ଅଭିନୟ କରୁଛି। ତେବେ ଦେହ ଅଭିମାନ ତୁଟିଯିବ। ଏହି ମେହନତ କରିବାକୁ ହେବ। ଆମେ ଆତ୍ମାମାନେ ହିଁ ସମ୍ପୂର୍ଣ୍ଣ ନାଟକର ଅଭିନେତା ଅଟୁ। ପରମ ପିତା ପରମାତ୍ମା ସର୍ବୋଚ୍ଚ ଅଭିନେତା ଅଟନ୍ତି। ବୁଦ୍ଧିରେ ରହିଛି ଯେ ସେ ମଧ୍ୟ ଏତେ ଛୋଟ ବିନ୍ଦୁ ଅଟନ୍ତି, କିନ୍ତୁ ତାଙ୍କର ମହିମା ମଧ୍ୟ କେତେ ଉଚ୍ଚ। ସେ ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି, କିନ୍ତୁ ସେ ରୂପରେ ଛୋଟ ବିନ୍ଦୁ ହିଁ ଅଟନ୍ତି। ଆମେ ଆତ୍ମା ମଧ୍ୟ ଛୋଟ ବିନ୍ଦୁ ଅଟୁ। ଆତ୍ମାକୁ ଦିବ୍ୟ ଦୃଷ୍ଟି ବିନା ଦେଖିହେବ ନାହିଁ। ଏହି ନୂଆ ନୂଆ କଥା ସବୁ ଏବେ ତୁମେ ଶୁଣୁଛ। ଦୁନିଆ ଏକଥା କ'ଣ ଜାଣିବ? ତୁମମାନଙ୍କ ମଧ୍ୟରେ ବି ବହୁତ କମ୍ ଅଛନ୍ତି ଯେଉଁମାନେ ଯଥାର୍ଥ ରୀତିରେ ଜାଣୁଛନ୍ତି ଏବଂ ବୁଦ୍ଧିରେ ଧାରଣ କରୁଛନ୍ତି ଯେ ଆମେ ଆତ୍ମା ଛୋଟ ବିନ୍ଦୁ ଅଟୁ। ଆମର ପିତା ଏହି ଡ୍ରାମାରେ ମୁଖ୍ୟ ଅଭିନେତା ଅଟନ୍ତି। ବାବା ସର୍ବୋଚ୍ଚ ଅଭିନେତା ଅଟନ୍ତି। ପୁଣି ଅନ୍ୟ ସବୁ ଆତ୍ମାମାନେ ଅଭିନୟ କରିବାକୁ ଆସିଥାନ୍ତି। ତୁମେ ଜାଣିଛ ବାବା ଜ୍ଞାନର ସାଗର ଅଟନ୍ତି, କିନ୍ତୁ ଶରୀର ବିନା ତ ଜ୍ଞାନ ଶୁଣାଇ ପାରିବେ ନାହିଁ। ସେ ମଧ୍ୟ ଶରୀର ଦ୍ୱାରା ହିଁ କଥାବାର୍ତ୍ତା କରିପାରିବେ। ଅଶରୀରୀ ହେବା ଦ୍ୱାରା କର୍ମେନ୍ଦ୍ରିୟ ଗୁଡ଼ିକ ଅଲଗା ହୋଇଯାଇଥାଏ। ଭକ୍ତି ମାର୍ଗରେ ତ ଦେହଧାରୀଙ୍କୁ ହିଁ ସ୍ମରଣ କରିଥାନ୍ତି। ପରମ ପିତା ପରମାତ୍ମାଙ୍କର ନାମ ରୂପ ଦେଶ କାଳକୁ ହିଁ ଜାଣି ନାହାନ୍ତି। କେବଳ କହିଦେଉଛନ୍ତି ପରମାତ୍ମା ନାମ ରୂପରୁ ଅଲଗା ଅଟନ୍ତି। ବାବା ବୁଝାଉଛନ୍ତି ଡ୍ରାମା ଅନୁସାରେ ତୁମେ ଯେଉଁମାନେ ନମ୍ବର 1 ଶତପ୍ରଧାନ ଥିଲ, ତୁମକୁ ହିଁ ପୁଣି ଶତପ୍ରଧାନ ହେବାକୁ ପଡ଼ିବ। ତମଃ ପ୍ରଧାନରୁ ଶତପ୍ରଧାନ ହେବା ପାଇଁ ତୁମକୁ ପୁଣି ଏହି ଅବସ୍ଥାକୁ ମଜବୁତ ରଖିବାକୁ ହେବ ଯେ ମୁଁ ଆତ୍ମା ଅଟେ। ଆତ୍ମା ଏହି ଶରୀର ଦ୍ୱାରା କଥାବାର୍ତ୍ତା କରୁଛି। ଆତ୍ମାରେ ଜ୍ଞାନ ରହିଛି। ଏହି ଜ୍ଞାନ ଆଉ କାହାରି ବୁଦ୍ଧିରେ ନାହିଁ ଯେ ଆମ ଆତ୍ମାରେ 84 ଜନ୍ମର ପାଠ ଅବିନାଶୀ
ନିର୍ଦ୍ଧାରିତ ହୋଇ ରହିଛି। ଏହା ବହୁତ ନୂଆ ନୂଆ ପଏଣ୍ଟସ୍। ଏକାନ୍ତରେ ବସି ନିଜ ସହିତ ଏହିପରି କଥା ହେବା ଉଚିତ। ମୁଁ ଆତ୍ମା ଅଟେ, ବାବାଙ୍କ ଠାରୁ ଶୁଣୁଛି। ମୋର ଆତ୍ମା ହିଁ ଜ୍ଞାନକୁ ଧାରଣ କରୁଛି। ମୋ ଆତ୍ମାରେ ହିଁ ଅଭିନୟ ଭରି ହୋଇ ରହିଛି। ମୁଁ ଆତ୍ମା ଅବିନାଶୀ ଅଟେ। ମନ ଭିତରେ ଏହାର ପୁନରାବୃତ୍ତି କରିବା ଦରକାର। ଆମକୁ ତମଃ ପ୍ରଧାନରୁ ସତ ପ୍ରଧାନ ହେବାକୁ ପଡ଼ିବ। ଦେହ ଅଭିମାନୀ ମନୁଷ୍ୟମାନଙ୍କଠାରେ ଆତ୍ମାର ଜ୍ଞାନ ନାହିଁ, କିନ୍ତୁ କେତେ ବଡ଼ ବଡ଼ ପୁସ୍ତକ ନିଜ ପାଖରେ ରଖୁଛନ୍ତି। କେତେ ଅହଙ୍କାର ରହିଛି। ଏହା ହେଉଛି ତମଃ ପ୍ରଧାନ ଦୁନିଆ। ଏଠାରେ ଶ୍ରେଷ୍ଠ ଆତ୍ମା ତ କେହି ବି ନୁହନ୍ତି। ତୁମେ ଜାଣିଛ ଯେ ଏବେ ଆମକୁ ତମଃ ପ୍ରଧାନରୁ ସତ ପ୍ରଧାନ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ। ଏହି କଥାକୁ ମନ ଭିତରେ ଘୋଷିବା ଉଚିତ। ଜ୍ଞାନ ଶୁଣାଇଲା ବାଲା ତ ବହୁତ ଅଛନ୍ତି, କିନ୍ତୁ ସେହିଭଳି ଭାବରେ ୟାଦ କରିପାରୁନାହାନ୍ତି। ଭିତରେ ବହୁତ ଅନ୍ତର୍ମୁଖତା ରହିବା ଦରକାର। ଆମକୁ ବାବାଙ୍କ ସ୍ମୃତିରେ ପତିତରୁ ପାବନ ହେବାକୁ ପଡ଼ିବ, କେବଳ ପଣ୍ଡିତ ହେବାର ନାହିଁ। ଏହି ସମ୍ବନ୍ଧରେ ଜଣେ ପଣ୍ଡିତଙ୍କର ଉଦାହରଣ ମଧ୍ୟ ରହିଛି। ମାତାମାନଙ୍କୁ କହୁଥିଲେ, ରାମ ରାମ କହିଲେ ପାର ହୋଇଯିବ। ଏପରି ବାହସ୍ପଟିଆ ହୁଅ ନାହିଁ। ଏହିପରି ବହୁତ ଅଛନ୍ତି, ବହୁତ ଭଲ ବୁଝାଉଛନ୍ତି, କିନ୍ତୁ ଯୋଗ କିଛି ହେଲେ ନାହିଁ। ସାରାଦିନ ଦେହ ଅଭିମାନରେ ରହିଥାନ୍ତି। ନଚେତ ବାବାଙ୍କ ପାଖକୁ ଚାଟ୍ ପଠାଇବା ଉଚିତ। ମୁଁ ଏହି ସମୟରେ ଉଠୁଛି, ଏତେ ୟାଦ କରୁଛି। କିଛି ସମାଚାର ଦେଉନାହାନ୍ତି। ଜ୍ଞାନର ବହୁତ ଫୁଟାଣି ମାରୁଛନ୍ତି। ଯୋଗ କିଛି ହେଲେ ନାହିଁ। ଯଦିଓ ବଡ଼ ବଡ଼ ଲୋକମାନଙ୍କୁ ଜ୍ଞାନ ଦେଉଛନ୍ତି, କିନ୍ତୁ ଯୋଗରେ ଦୁର୍ବଳ ଅଟନ୍ତି। ଅମୃତ ବେଳାରୁ ଉଠି ବାବାଙ୍କୁ ୟାଦ କରିବାକୁ ହେବ। ବାବା, ଆପଣ କେତେ ପରମ ପ୍ରିୟ ଅଟନ୍ତି। କିପରି ଏହି ବିଚିତ୍ର ଡ୍ରାମା ତିଆରି ହୋଇଛି। କେହି ବି ଏହି ରହସ୍ୟକୁ ଜାଣିନାହାନ୍ତି। ନା ଆତ୍ମାକୁ ନା ପରମାତ୍ମାକୁ ଜାଣିଛନ୍ତି। ବର୍ତ୍ତମାନ ସମୟରେ ମନୁଷ୍ୟମାନେ ପଶୁଙ୍କ ଠାରୁ ମଧ୍ୟ ହୀନ ହୋଇଯାଇଛନ୍ତି। ମୁଁ ମଧ୍ୟ ଏହିପରି ଥିଲି। ମାୟାର ରାଜ୍ୟରେ କେତେ ଦୁର୍ଦ୍ଦଶା ହୋଇଯାଇଛି। ଏହି ଜ୍ଞାନ ତୁମେ କାହାକୁ ବି ଦେଇପାରିବ। କୁହ, ତୁମେ ଆତ୍ମା ଏବେ ତମଃ ପ୍ରଧାନ ହୋଇଯାଇଛ। ତୁମକୁ ସତ ପ୍ରଧାନ ହେବାକୁ ପଡ଼ିବ। ପ୍ରଥମେ ତ ନିଜକୁ ଆତ୍ମା ବୋଲି ଭାବ। ଗରିବମାନଙ୍କ ପାଇଁ ତ ଆହୁରି ସହଜ। ସାହୁକାରମାନଙ୍କର ତ ବହୁତ ଝିନଝଟ ରହିଥାଏ। ବାବା କହୁଛନ୍ତି, ମୁଁ ସାଧାରଣ ଶରୀରରେ ହିଁ ଆସୁଛି। ନା ବହୁତ ଗରିବ, ନା ବହୁତ ସାହୁକାର। ଏବେ ତୁମେ ଜାଣୁଛ, କଳ୍ପ କଳ୍ପ ବାବା ଆସି ଆମକୁ ଏହି ଶିକ୍ଷା ଦେଉଛନ୍ତି କି ପବିତ୍ର କିପରି ହେବ। ବାକି ତୁମର ବ୍ୟବସାୟ ଆଦିରେ ଖିଟପିଟି ରହିଛି, ସେଥିପାଇଁ ବାବା ଆସିନାହାନ୍ତି। ତୁମେ ତ ଡାକୁଛ, ହେ ପତିତ ପାବନ ଆସ। ତେଣୁ ବାବା ପବିତ୍ର ହେବା ପାଇଁ ଯୁକ୍ତି ବତାଉଛନ୍ତି। ଏହି ବ୍ରହ୍ମା ନିଜେ ମଧ୍ୟ କିଛି ଜାଣିନଥିଲେ। ଅଭିନେତା ହୋଇ ଯଦି ଡ୍ରାମାର ଆଦି ମଧ୍ୟ ଅନ୍ତକୁ ନ ଜାଣିବେ, ତେବେ ତାଙ୍କୁ କ'ଣ କୁହାଯିବ? ଆମେ ଆତ୍ମା ଏହି ସୃଷ୍ଟିଚକ୍ରର ଅଭିନେତା ଅଟୁ, ଏକଥା ମଧ୍ୟ କେହି ଜାଣିନାହାନ୍ତି। ଯଦିଓ କହିଦେଉଛନ୍ତି ଯେ ଆତ୍ମା ମୂଳବତନରେ ନିବାସ କରୁଛି, ପରନ୍ତୁ ଅନୁଭବରୁ ଏପରି କହୁନାହାନ୍ତି। ତୁମେ ତ ଏବେ ବାସ୍ତବରେ ଜାଣୁଛ, ମୁଁ ଆତ୍ମା ମୂଳବତନର ନିବାସୀ ଅଟେ। ମୁଁ ଆତ୍ମା ଅବିନାଶୀ ଅଟେ। ଏକଥା ତ ବୁଦ୍ଧିରେ ମନେ ରହିବା ଉଚିତ। ଅନେକଙ୍କର ଯୋଗ ବିଲକୁଲ ରହୁନାହିଁ। ଦେହ ଅଭିମାନ କାରଣରୁ ପୁଣି ଭୁଲ ମଧ୍ୟ ବହୁତ ହେଉଛି। ମୂଳ କଥା ହିଁ ହେଉଛି ଦେହୀ ଅଭିମାନୀ ହେବା। ଏହି ଚିନ୍ତା ରହିବା ଉଚିତ ଯେ ଆମକୁ ସତପ୍ରଧାନ ହେବାକୁ ପଡ଼ିବ। ଯେଉଁ ସନ୍ତାନମାନଙ୍କର ସତପ୍ରଧାନ ହେବାର ଲଗନ ଅଛି, ତାଙ୍କ ମୁଖରୁ କେବେ ପଥର ଅର୍ଥାତ୍ କଟୁବଚନ ବାହାରିବ ନାହିଁ। କୌଣସି ଭୁଲ ହୋଇଗଲେ ତୁରନ୍ତ ବାବାଙ୍କୁ ରିପୋର୍ଟ କରିବେ। ବାବା, ମୋ ଦ୍ୱାରା ଏହି ଭୁଲ ହୋଇଯାଇଛି, କ୍ଷମା କରିଦେବେ। ସେମାନେ ଭୁଲକୁ ଲୁଚାଇବେ ନାହିଁ। ଲୁଚାଇବା ଦ୍ୱାରା ତାହା ଆହୁରି ବୃଦ୍ଧି ହୋଇଥାଏ।
ବାବାଙ୍କୁ ସମାଚାର ଦେଇ ଚାଲ। ବାବା ଲେଖିଦେବେ ତୁମର ଯୋଗ ଠିକ୍ ନାହିଁ। ମୁଖ୍ୟ କଥା ହେଉଛି ପବିତ୍ର ହେବା। ତୁମମାନଙ୍କ ବୁଦ୍ଧିରେ 84 ଜନ୍ମର କାହାଣୀ ରହିଛି। ଯେତେ ସମ୍ଭବ ଏହି ଚିନ୍ତା ଲାଗି ରହୁ ଯେ ସତପ୍ରଧାନ ହେବାକୁ ପଡ଼ିବ। ଦେହ ଅଭିମାନକୁ ତ୍ୟାଗ କରିବାକୁ ହେବ। ତୁମେ ରାଜଋଷି ହଟ। ହଟ ଯୋଗୀ କେବେ ରାଜଯୋଗ ଶିଖାଇ ପାରିବେ ନାହିଁ। ରାଜଯୋଗ ବାବା ହିଁ ଶିଖାଉଛନ୍ତି। ଜ୍ଞାନ ମଧ୍ୟ ବାବା ହିଁ ଦେଉଛନ୍ତି। ବାକି ବର୍ତ୍ତମାନ ଭକ୍ତି ତମ ପ୍ରଧାନ ହୋଇଯାଇଛି। ଜ୍ଞାନ କେବଳ ବାବା ସଙ୍ଗମରେ ହିଁ ଆସି ଶୁଣାଉଛନ୍ତି। ବାବା ଆସିଛନ୍ତି, ତେଣୁ ଭକ୍ତି ସମ୍ପୂର୍ଣ୍ଣ ହୋଇଯିବ। ଏହି ଦୁନିଆର ହିଁ ବିନାଶ ହୋଇଯିବ। ଜ୍ଞାନ ଏବଂ ଯୋଗ ଦ୍ୱାରା ସତ୍ୟ ଯୁଗର ସ୍ଥାପନା ହେଉଛି। ଭକ୍ତି ଜିନିଷ ହିଁ ଅଲଗା ଅଟେ। ମନୁଷ୍ୟମାନେ ପୁଣି କହିଦେଉଛନ୍ତି, ଦୁଃଖ ସୁଖ ଏହିଠାରେ ହିଁ ରହିଛି। ଏବେ ତୁମ ପିଲାମାନଙ୍କ ଉପରେ ବହୁତ ବଡ଼ ଦାୟିତ୍ୱ ରହିଛି। ନିଜର କଲ୍ୟାଣ କରିବାର ଯୁକ୍ତି ରଚନା କରିଚାଲ। ଏକଥା ମଧ୍ୟ ବୁଝାଯାଇଛି ଯେ ପବିତ୍ର ଦୁନିଆ ହେଉଛି ଶାନ୍ତିଧାମ ଏବଂ ସୁଖଧାମ। ଏହା ହେଉଛି ଅଶାନ୍ତିଧାମ, ଦୁଃଖଧାମ। ପ୍ରଥମ ମୁଖ୍ୟ କଥା ହେଲା ଯୋଗ। ଯୋଗ ନଥିଲେ କେବଳ ପଣ୍ଡିତଙ୍କ ଭଳି ଜ୍ଞାନ ଶୁଣାଉଛନ୍ତି। ଆଜିକାଲି ତ ରିଦ୍ଧିସିଦ୍ଧି ବା ତନ୍ତ୍ରବିଦ୍ୟା ମଧ୍ୟ ବହୁତ ବାହାରିଲାଣି। ଏହା ସହିତ ଜ୍ଞାନର କୌଣସି ସମ୍ପର୍କ ନାହିଁ। ମନୁଷ୍ୟମାନେ କେତେ ମିଥ୍ୟାରେ ବୁଡ଼ି ରହିଛନ୍ତି, ପତିତ ହୋଇଯାଇଛନ୍ତି। ବାବା ନିଜେ କହୁଛନ୍ତି, ମୁଁ ପତିତ ଦୁନିଆ, ପତିତ ଶରୀରରେ ଆସୁଛି। ଏଠାରେ ତ କେହି ପବିତ୍ର ନାହାନ୍ତି। ବ୍ରହ୍ମା ତ ନିଜକୁ ଭଗବାନ କହୁନାହାନ୍ତି। ଇଏ ତ କହୁଛନ୍ତି, ମୁଁ ମଧ୍ୟ ପତିତ ଅଟେ। ପବିତ୍ର ହେଲେ ଫରିସ୍ତା ହୋଇଯିବି। ତୁମେ ମଧ୍ୟ ପବିତ୍ର ଫରିସ୍ତା ହୋଇଯିବ। ତେଣୁ ଏହା ହିଁ ମୂଳ କଥା ଯେ ଆମେ ପବିତ୍ର କିପରି ହେବା। ତେଣୁ ବାବାଙ୍କୁ ମନେ ପକାଇବା ବହୁତ ଜରୁରୀ। ଯେଉଁ ସନ୍ତାନମାନେ ମନେ ପକାଇବାରେ ଅଳସୁଆ ଅଟନ୍ତି, ସେମାନେ କହିଥାନ୍ତି, ଆମେ ତ ଶିବ ବାବାଙ୍କର ସନ୍ତାନ ଅଟୁ, ୟାଦରେ ହିଁ ଅଛୁ। କିନ୍ତୁ ବାବା କହୁଛନ୍ତି, ଏସବୁ ଗପ ଅଟେ, ଅବହେଳା ପଣିଆ ଅଟେ। ଏଥିରେ ତ ପୁରୁଷାର୍ଥ କରିବାକୁ ହେବ। ସକାଳୁ ଉଠି ନିଜକୁ ଆତ୍ମା ଭାବି ବସିଯିବା ଉଚିତ। ରୁହ ରିହାନ କରିବାକୁ ହେବ। ଆତ୍ମା ହିଁ କଥାବାର୍ତ୍ତା କରୁଛି ନା। ଏବେ ତୁମେ ଦେହୀ ଅଭିମାନୀ ହେଉଛ। ଯଦି କିଏ କାହାର କଲ୍ୟାଣ କରିଥାନ୍ତି, ତେବେ ତାଙ୍କର ମହିମା ମଧ୍ୟ କରାଯାଇଥାଏ ନା। କିନ୍ତୁ ତାହା ହେଉଛି ଦେହର ମହିମା। ଏହା ତ ହେଉଛି ନିରାକାର ପରମପିତା ପରମାତ୍ମାଙ୍କର ମହିମା। ଏହାକୁ ମଧ୍ୟ ତୁମେ ବୁଝୁଛ। ଏହି ସିଡ଼ିର ଚିତ୍ର ଅନ୍ୟ କାହାରି ବୁଦ୍ଧିରେ ନାହିଁ। ଆମେ 84 ଜନ୍ମ କିପରି ନେଉଛୁ, କିପରି ତଳକୁ ଓହ୍ଲାଇ ଆସିଛୁ। ଏବେ ତ ପାପର କଳସୀ ଭରିଗଲାଣି, ତାହା ଖାଲି କିପରି ହେବ। ସେଥିପାଇଁ ବାବାଙ୍କୁ ଡାକୁଛନ୍ତି, ତୁମେ ହେଉଛ ପାଣ୍ଡବ ସମ୍ପ୍ରଦାୟ। ତୁମେମାନେ ଧାର୍ମିକ ହେବା ସହ ରାଜନୈତିକ ମଧ୍ୟ ଅଟ। ବାବା ସବୁ ଧର୍ମର କଥା ବୁଝାଉଛନ୍ତି। ଏକଥା ଅନ୍ୟ କେହି ବୁଝାଇ ପାରିବେ ନାହିଁ। ବାକି ସେହି ସବୁ ଧର୍ମ ସ୍ଥାପନକର୍ତ୍ତାମାନେ କ'ଣ କରୁଛନ୍ତି? ତାଙ୍କ ପଛରେ ତ ଅନ୍ୟ ସମସ୍ତ ଆତ୍ମାମାନଙ୍କୁ ମଧ୍ୟ ତଳକୁ ଆସିବାକୁ ପଡ଼ୁଛି। ବାକି ସେମାନେ କୌଣସି ମୋକ୍ଷ ଦେଉନାହାନ୍ତି। ବାବା ହିଁ ଅନ୍ତିମ ସମୟରେ ଆସି ସମସ୍ତଙ୍କୁ ପବିତ୍ର କରି ଘରକୁ ଫେରାଇ ନେଇଯାଉଛନ୍ତି। ସେଥିପାଇଁ ସେହି ଜଣକ ବିନା ଆଉ କାହାର ମହିମା ନାହିଁ। ବ୍ରହ୍ମା ଅଥବା ତୁମର ମଧ୍ୟ କୌଣସି ମହିମା ନାହିଁ। ବାବା ନ ଆସିଥିଲେ ତୁମେ ମଧ୍ୟ କ'ଣ କରିଥାନ୍ତ? ଏବେ ବାବା ତୁମକୁ ଆରୋହଣ କଳାକୁ ନେଇଯାଉଛନ୍ତି। ଗାୟନ ମଧ୍ୟ କରୁଛନ୍ତି, ତେରେ ଭାନେ ସର୍ବକା ଭଲା, ଅର୍ଥାତ ତୁମ ପାଇଁ ସମସ୍ତଙ୍କର କଲ୍ୟାଣ ହେଉଛି। କିନ୍ତୁ ଅର୍ଥ ବୁଝିପାରୁନାହାନ୍ତି। ମହିମା ତ ବହୁତ କରୁଛନ୍ତି। ଏବେ ବାବା ବୁଝାଉଛନ୍ତି, ଆତ୍ମା ତ ଅକାଳ ଅଟେ। ଭୃକୁଟି ହେଉଛି ତାର ସିଂହାସନ। ଆତ୍ମା ଅବିନାଶୀ ଅଟେ। ତାକୁ କେବେ କାଳ ଖାଇପାରେ ନାହିଁ। ଆତ୍ମାକୁ ଗୋଟିଏ ଶରୀର ଛାଡ଼ି ଅନ୍ୟ ଶରୀରରେ ଅଭିନୟ କରିବାକୁ ହୁଏ। ବାକି ନେବା ପାଇଁ କୌଣସି କାଳ ଆସୁନାହିଁ। କେହି ଶରୀର ଛାଡ଼ିଲେ ତୁମକୁ ଦୁଃଖ ହେଉନାହିଁ। ଆତ୍ମା ଶରୀର ଛାଡ଼ି ଅନ୍ୟ ପାର୍ଟ ବଜାଇବାକୁ ଗଲେ
କାନ୍ଦିବାର କ'ଣ ବା ଆବଶ୍ୟକତା ଅଛି? ଆମେ ଆତ୍ମା ଭାଇ ଭାଇ ଅଟୁ, ଏହା ମଧ୍ୟ ତୁମେ ଏବେ ଜାଣୁଛ। ଗାୟନ କରିଥାନ୍ତି, ଆତ୍ମାମାନେ ଏବଂ ପରମାତ୍ମା ଅଲଗା ରହିଲେ ବହୁକାଳ। ବାବା କେଉଁଠି କିପରି ଆସି ମିଶିଥାନ୍ତି, ଏକଥା ମଧ୍ୟ କେହି ଜାଣିନାହାନ୍ତି। ଏବେ ତୁମକୁ ସବୁ କଥାର ଜ୍ଞାନ ମିଳୁଛି। କେବେଠାରୁ ଶୁଣି ଆସୁଛ? ବାବା କୌଣସି ଶାସ୍ତ୍ର ଆଦି ଶୁଣାଉନାହାନ୍ତି, କେବଳ ବୁଝାଇବା ନିମନ୍ତେ ଉଦାହରଣ ଦେଉଛନ୍ତି। ବାବା ସତ୍ୟ, ତେଣୁ ସତ୍ୟ ଦୁନିଆ ରଚନା କରୁଛନ୍ତି, ସତ୍ୟ ଶୁଣାଉଛନ୍ତି। ସତ୍ୟରେ ବିଜୟ ଏବଂ ମିଥ୍ୟାରେ ପରାଜୟ ହୋଇଥାଏ। ସତ୍ୟ ବାବା ସତ୍ୟଖଣ୍ଡର ସ୍ଥାପନା କରୁଛନ୍ତି। ରାବଣଠାରୁ ତୁମେ ବହୁତ ହାରିଛ। ଏହି ସବୁ ଖେଳ ତିଆରି ହୋଇଛି। ଏବେ ତୁମେ ଜାଣୁଛ ଆମର ରାଜ୍ୟ ସ୍ଥାପନ ହେଉଛି, ପୁଣି ଅନ୍ୟ ଧର୍ମାବଲମ୍ବୀମାନେ ରହିବେ ନାହିଁ। ଏମାନେ ତ ସମସ୍ତେ ପଛରେ ଆସିଛନ୍ତି। ଏହି ସୃଷ୍ଟିଚକ୍ରକୁ ବୁଦ୍ଧିରେ ରଖିବା କେତେ ସହଜ ଅଟେ। ଯେଉଁମାନେ ପୁରୁଷାର୍ଥୀ ସନ୍ତାନ ଅଟନ୍ତି, ସେମାନେ ଏଥିରେ ଖୁସି ହେବେ ନାହିଁ ଯେ ଆମେ ଜ୍ଞାନ ବହୁତ ଭଲ ଶୁଣାଉଛୁ। ତା ସହିତ ଯୋଗଯୁକ୍ତ ହେବେ, ଦୈବୀ ଗୁଣ ମଧ୍ୟ ଧାରଣ କରିବେ। ତୁମକୁ ବହୁତ ବହୁତ ମିଠା ହେବାକୁ ପଡ଼ିବ। କାହାକୁ ହେଲେ ଦୁଃଖ ଦିଅ ନାହିଁ। ସ୍ନେହର ସହିତ ବୁଝାଇବା ଉଚିତ। ପବିତ୍ରତା ପାଇଁ ମଧ୍ୟ କେତେ ହଙ୍ଗାମା ହେଉଛି। ଏହା ମଧ୍ୟ ଡ୍ରାମା ଅନୁସାରେ ହେଉଛି। ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ ନା? ଏପରି ନୁହେଁ ଯେ ଡ୍ରାମାରେ ଥିବ ତ ମିଳିବ। ନା, ମେହନତ କରିବାକୁ ହେବ। ଦେବତାମାନଙ୍କ ସଦୃଶ ଦୈବୀ ଗୁଣ ଧାରଣ କରିବାକୁ ହେବ। ଲୁଣ ପାଣି ହେବା ଅନୁଚିତ। ଦେଖିବା ଉଚିତ ଯେ ଆମେ ନିଜର ଓଲଟା ଚଳଣି ଦ୍ୱାରା ବାବାଙ୍କର ସମ୍ମାନହାନି କରୁନାହୁଁ। ସଦ୍ଗୁରୁଙ୍କର ନିନ୍ଦୁକକୁ ଠାବ ମିଳିବ ନାହିଁ। ଇଏ ତ ସତ୍ ପିତା, ସତ୍ ଶିକ୍ଷକ ମଧ୍ୟ ଅଟନ୍ତି। ଆତ୍ମାକୁ ଏବେ ସ୍ମୃତି ଆସୁଛି। ବାବା ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି। ନିଶ୍ଚିତ ରୂପେ ପୂର୍ବରୁ ଜ୍ଞାନ ଦେଇକରି ଯାଇଛନ୍ତି। ସେଥିପାଇଁ ତ ଗାୟନ ହେଉଛି। ଏହାଙ୍କ ଆତ୍ମାରେ କୌଣସି ଜ୍ଞାନ ଥିଲା କି? ଆତ୍ମା କ'ଣ, ଡ୍ରାମା କ'ଣ, କେହି ବି ଜାଣିନାହାନ୍ତି। ମନୁଷ୍ୟମାନଙ୍କୁ ତ ଜାଣିବା ଦରକାର ନା। ରୁଦ୍ର ଯଜ୍ଞ ରଚନା କଲେ ଆତ୍ମାମାନଙ୍କର ପୂଜା କରିଥାନ୍ତି। ତାଙ୍କର ପୂଜା ଭଲ ନା ଦୈବୀ ଶରୀରର ପୂଜା କରିବା ଭଲ? ଏହି ଶରୀର ତ 5 ତତ୍ତ୍ୱରେ ନିର୍ମିତ। ସେଥିପାଇଁ ଏକମାତ୍ର ଶିବ ବାବାଙ୍କର ପୂଜା ହିଁ ଅବ୍ୟଭିଚାରୀ ପୂଜା ଅଟେ। ବର୍ତ୍ତମାନ ସେହି ଜଣକଠାରୁ ହିଁ ଶୁଣିବାକୁ ହେବ। ସେଥିପାଇଁ କୁହାଯାଉଛି ଖରାପ କଥା ଶୁଣ ନାହିଁ। ନିନ୍ଦା ଯୋଗ୍ୟ କୌଣସି କଥା ଶୁଣ ନାହିଁ। ଏକମାତ୍ର ମୋ ଠାରୁ ହିଁ ଶୁଣ। ଏହା ହେଉଛି ଅବ୍ୟଭିଚାରୀ ଜ୍ଞାନ। ମୁଖ୍ୟ କଥା ହେଉଛି ଯେତେବେଳେ ଦେହ ଅଭିମାନ ତୁଟିଯିବ, ସେତେବେଳେ ହିଁ ତୁମେ ଶୀତଳ ହୋଇଯିବ। ଯଦି ବାବାଙ୍କ ସ୍ମୃତିରେ ରହିବ, ତେବେ ମୁଖରେ ମଧ୍ୟ ଓଲଟା ସିଧା କଥା କହିବ ନାହିଁ। କୁଦୃଷ୍ଟି ଯିବ ନାହିଁ। ଦେଖି ମଧ୍ୟ ଯେପରି ଦେଖିବ ନାହିଁ। ଆମର ଜ୍ଞାନର ତୃତୀୟ ନେତ୍ର ଖୋଲି ହୋଇ ରହିଛି। ବାବା ଆସି ତ୍ରିନେତ୍ରୀ ତ୍ରିକାଳଦର୍ଶୀ କରିଛନ୍ତି। ଏବେ ତୁମ ପାଖରେ 3 କାଳ ଏବଂ 3 ଲୋକର ଜ୍ଞାନ ରହିଛି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ଜ୍ଞାନ ଶୁଣାଇବା ସହିତ ଯୋଗଯୁକ୍ତ ହୋଇ ମଧ୍ୟ ରହିବାକୁ ହେବ। ଶିଷ୍ଟାଚାର ଧାରଣ କରିବାକୁ ହେବ। ବହୁତ ମିଠା ହେବାକୁ ପଡ଼ିବ। ମୁଖରୁ କେବେ ହେଲେ ପଥର ଅର୍ଥାତ୍ କଟୁ ବଚନ ବାହାର କରିବା ଉଚିତ ନୁହେଁ। 2 ନମ୍ବର, ଅନ୍ତର୍ମୁଖୀ ହୋଇ ଏକାନ୍ତରେ ବସି ନିଜେ ନିଜ ସହିତ ଆତ୍ମିକ ବାର୍ତ୍ତାଳାପ କରିବାକୁ ହେବ। ପବିତ୍ର ହେବାର ଉପାୟ ବାହାର କରିବାକୁ ହେବ। ସକାଳୁ ସକାଳୁ ଉଠି ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବାକୁ ହେବ।
ବରଦାନ ନିଜର ୱାୟାରଲେସ୍ ସେଟ୍ ଦ୍ୱାରା ବିନାଶ କାଳରେ ଅନ୍ତିମ ନିର୍ଦ୍ଦେଶଗୁଡ଼ିକୁ ଗ୍ରହଣ କରିବା ବାଲା ଭଏସ୍ଲେସ୍ ଅର୍ଥାତ୍ ନିର୍ବିକାରୀ ହୁଅ। ନିଜର ୱାୟାରଲେସ୍ ସେଟ୍ ଦ୍ୱାରା ବିନାଶ କାଳରେ ଅନ୍ତିମ ନିର୍ଦ୍ଦେଶଗୁଡ଼ିକୁ ଗ୍ରହଣ କରିବା ବାଲା ଭଏସ୍ଲେସ୍ ଅର୍ଥାତ୍ ନିର୍ବିକାରୀ ହୁଅ। ଡିଟେଲ୍ସ ବିନାଶ ସମୟରେ ଅନ୍ତିମ ନିର୍ଦ୍ଦେଶକୁ କ୍ୟାଚ୍ କରିବା ପାଇଁ ବୁଦ୍ଧି ଭଏସ୍ଲେସ୍ ହେବା ଆବଶ୍ୟକ। ଦୁନିଆର ଲୋକମାନେ ଯେପରି ୱାୟାରଲେସ୍ ସେଟ୍ ଦ୍ୱାରା ଜଣେ ଅନ୍ୟ ଜଣକ ପର୍ଯ୍ୟନ୍ତ ନିଜର କଥାଗୁଡ଼ିକୁ ପହଞ୍ଚାଇ ପାରୁଛନ୍ତି, ସେହିପରି ତୁମମାନଙ୍କର ଭଏସ୍ଲେସ୍ ଅର୍ଥାତ୍ ସମ୍ପୂର୍ଣ୍ଣ ନିର୍ବିକାରୀ ବୁଦ୍ଧି ହିଁ ୱାୟାରଲେସ୍ ସେଟ୍ ଅଟେ। ଏହି ୱାୟାରଲେସ୍ ଦ୍ୱାରା ତୁମକୁ ସନ୍ଦେଶ ମିଳିବ ଯେ ଅମୁକ ସୁରକ୍ଷିତ ସ୍ଥାନରେ ପହଞ୍ଚିଯାଅ। ଯେଉଁ ପିଲାମାନେ ବାବାଙ୍କର ସ୍ମୃତିରେ ରହୁଥିବା ନିର୍ବିକାରୀ ବୁଦ୍ଧି ହୋଇଥିବେ, ଯେଉଁମାନଙ୍କର ଅଶରୀରୀ ହେବାର ଅଭ୍ୟାସ ହୋଇଥିବ, ସେମାନେ ମହାବିନାଶରେ ବିନାଶ ହେବେ ନାହିଁ, କିନ୍ତୁ ନିଜର ଇଚ୍ଛା ଅନୁସାରେ ଶରୀର ତ୍ୟାଗ କରିବେ। ସ୍ଲୋଗାନ ଯୋଗକୁ ଭୁଲି କର୍ମରେ ବ୍ୟସ୍ତ ରହିଯିବା, ଏହା ହିଁ ହେଉଛି ଅବହେଳାପଣିଆ। ଯୋଗକୁ ଭୁଲି କର୍ମରେ ବ୍ୟସ୍ତ ରହିଯିବା, ଏହା ହିଁ ହେଉଛି ଅବହେଳାପଣିଆ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ପବିତ୍ରତାର ରାଜକୀୟତା ଅର୍ଥାତ୍ ଏକବ୍ରତା ହେବା। ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ। ଏହି ବ୍ରାହ୍ମଣ ଜୀବନରେ ସମ୍ପୂର୍ଣ୍ଣ ପବିତ୍ର ହେବା ପାଇଁ ଏକବ୍ରତାର ପାଠକୁ ପକ୍କା କରିନିଅ। ମନୋବୃତ୍ତିରେ ଶୁଭ ଭାବନା, ଶୁଭକାମନା ରହୁ। ଦୃଷ୍ଟି ଦ୍ୱାରା ସମସ୍ତଙ୍କୁ ଆତ୍ମିକ ରୂପରେ ବା ଫରିସ୍ତା ରୂପରେ ଦେଖ। କର୍ମ ଦ୍ୱାରା ପ୍ରତ୍ୟେକ ଆତ୍ମାକୁ ସୁଖ ଦିଅ ଏବଂ ସୁଖ ନିଅ। ଯଦି କେହି ତୁମକୁ ଦୁଃଖ ଦିଏ, ଗାଳି ଦିଏ ବା ଅପମାନିତ କରେ, ତେବେ ବି ତୁମେ ସହନଶୀଳତାର ଦେବୀ ବା ସହନଶୀଳତାର ଦେବତା ହୋଇଯାଅ। ଓମ୍ ଶାନ୍ତି।